ଆଜିର ସକାଳ ଚାହାରୁ ଆରମ୍ଭ। ତ ଶୀତ ଯେମିତି ହଉଛି ନା, ଚାହାଟା ତ ଆଗ ନିହାତି ଦରକାର। ତା ଭିତରେ ପୁଣି ଘରର ସବୁ କାମ। ସେପଟେ ବାପା ବୋଉଙ୍କୁ ଚାହା ଦେଇଥିଲି ଜଲ୍ଦି ଜଲ୍ଦି। ଚାହା ଦେଇ ସାରିବା ପରେ ପିଲାମାନଙ୍କ ସ୍କୁଲ ଟାଇମ୍ ହେଇଗଲା, ତାଙ୍କୁ ସ୍କୁଲ ରେଡ଼ି କରିକି ଛାଡ଼ିଦେଲି। ତା ଭିତରେ ବାବୁ ଆମର ଚାଲିଗଲେ ଅଟୋ ନେଇକି ତାଙ୍କ ଡ୍ୟୁଟିରେ। ତାପରେ ମୁଁ ଗଲି କିଛି ଜଳଖିଆ ବନେଇବା ପାଇଁକା। ତ ଜଳଖିଆ ବନେଇ ସାରିବା ପରେ ଆମେ ସମସ୍ତେ ଗଲୁ ଖାଇବା ପାଇଁ। ତା ଭିତରେ ତ କାମ ହିଁ କାମ। କ'ଣ କରିବା? ଗୋଟେ ଝିଅର ବୋହୂ ହେଲା ପରେ ବହୁତ କିଛି ଦାୟିତ୍ୱ ବଢ଼ିଯାଏ। ଆଉ କ'ଣ କରିବା? ଯେହେତୁ ଘରର ବୋହୂ ସବୁ କାମ କରିବାକୁ ପଡ଼ିବ, ଆଉ ସବୁ କାମ ବୁଝିବାକୁ ହିଁ ପଡ଼ିବ। ସମସ୍ତଙ୍କ କଥା ବୁଝିବାକୁ ହିଁ ପଡ଼ିବ। ତା ଭିତରେ ମୋ ଭାଣିଜୀ କ'ଣ କରୁଛନ୍ତି? ରୋଷେଇ କରୁଛନ୍ତି ତାଙ୍କ ପାଇଁ। କାହିଁକି ନା ସେ ତାଙ୍କ ଡ୍ୟୁଟିକି ନେଇକି ଯାଇଥିବେ, ଯୋଉଟା ତାଙ୍କୁ ଭଲ ଲାଗେ ସେଇଟା ରୋଷେଇ କରିକିରି ନିଅନ୍ତି। ତାପରେ ବାପାଙ୍କ ପାଇଁ ଭାତ ବଢ଼ା ହେଇଗଲା। ତ ଖାଇବା ରେଡ଼ି ହେବା ଭିତରେ ସେପଟେ ବୋଉଙ୍କର ବାପାଙ୍କର ବାରିପଟେ କିଛି କଥାବାର୍ତ୍ତା ଚାଲିଥିଲା। ତ ସେ ଗଛ କ'ଣ ଲାଗିଛି ଦେଖୁଥିଲେ ବାପା ବୁଲି ବୁଲି। ତା ଭିତରେ ଆସିଲେ ସେ ଖାଇବା ପାଇଁକା। ତ ସେ ଖାଇସାରିବା ପରେ ସେ ଚାଲିଗଲେ ତାଙ୍କ ଡ୍ୟୁଟିରେ। ଏପଟେ ପୁତୁରା ଆମର ଖେଳି ଖେଳିକା ଆସିଲାଣି, ଖାଇବାକୁ କ'ଣ ଦିଅ। ତ ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ। ରହିଲି, ଜୟ ଜଗନ୍ନାଥ।